ଶୁଣନ୍ତୁ ମହମ୍ମଦ ମୁକିମକୁ କଂଗ୍ରେସରୁ ବହିଷ୍କୃତ ହେଲା ପରେ ମହମ୍ମଦ ମୁକିମ ଜଣେ ପୁରୁଣା କଂଗ୍ରେସ ନେତା ବହୁତ ରାଜନୀତି କଲେଣି, ବିଧାୟକ ଥିଲେ ଏବଂ ଏଥର ତାଙ୍କ ଝିଅ ମଧ୍ୟ କଟକରୁ ନିର୍ବାଚିତ ହୋଇଛନ୍ତି। ବାସ୍ତବରେ କଟକ ଜିଲ୍ଲାରେ ବିଶେଷ ଭାବରେ ବା ଉପକୂଳ ଜିଲ୍ଲାରେ କଟକ ଭଳିଆ ସ୍ଥାନରୁ କଂଗ୍ରେସର ପ୍ରାର୍ଥୀ ଲଗାତାର ଦୁଇଥର ଜିତିବା ଏଇଟା ମହମ୍ମଦ ମୁକିମଙ୍କ ସଂଗଠନ ଯୋଗୁଁ ସମ୍ଭବ ହେଲା। କିନ୍ତୁ ତାଙ୍କୁ କଂଗ୍ରେସରେ ଯେଉଁ ଗୁରୁତ୍ୱ ଦିଆଯିବା କଥା ଦିଆଗଲା ନଯିବା ଫଳରେ ସେ ଯେଉଁ ଚିଠି ଲେଖିଲେ ଆପଣ ଜାଣିଛନ୍ତି, ଯେଉଁ ଚିଠିରେ ବହୁତ ଲେଖିବାର ଅଧିକାର ଅଛି, ଚିଠି ଲେଖିଥିଲେ କିନ୍ତୁ ସେଇଟା ଯେଉଁ ପବ୍ଲିକଲି ଆସିଗଲା ଏବଂ ତାପରେ ମଧ୍ୟ ସେ ଗଣମାଧ୍ୟମରେ କହିଲେ, ତେଣୁ ଦଳ ତାଙ୍କୁ ବହିଷ୍କାର କରିଦେଲା। କାରଣ ସେଥିରେ ଦିଲ୍ଲୀର କଂଗ୍ରେସ ହାଇକମାଣ୍ଡର ଅନେକ କଥା ମଧ୍ୟ ସେ ଲେଖିଥିଲେ। ଆପଣ ଦେଖିଲେ ଇଭିନ୍ ଦିଗ୍ବିଜୟ ସିଂ ପରେ ଯେଉଁ କହିଲେ, ଯେଉଁଟା ବର୍ଷ ପରେ ସେ ଉତ୍ତର କଲେ, ସେଇ କଥା ହେଲା ବି ସେ ବହିଷ୍କାର ହେଲା ପରେ ମହମ୍ମଦ ମୁକିମ ବହିଷ୍କୃତ ହେଲେ ମାନେ ନିଜର ତାଙ୍କ ଘରେ ବସିବେନି। ତେଣୁ ସିଏ ତାଙ୍କର ଗୋଟିଏ ଚିନ୍ତାରେ ଅଛନ୍ତି। ମୁଁ ତା ହାତରେ ବି କଥାବାର୍ତ୍ତା ହେଇଛି ଯାହା ସିଏ ଓଡ଼ିଶାରେ ଯେହେତୁ ଗୋଟିଏ ରାଜନୈତିକ ସ୍ପେସ୍ ବର୍ତ୍ତମାନ ଅଛି, କାହିଁକିନା ବିଜେପି କ୍ଷମତାରେ ଅଛି, ସରକାରରେ ଅଛି, ବିରୋଧୀ ପକ୍ଷରେ ମୁଖ୍ୟ ଯିଏ ବିଜେଡି, ଏ ଗୋଟେ ଭାଙ୍ଗିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଭାଙ୍ଗିବାର ଏଇ ସକାଶେ ହେଇଛି ନା ନବୀନ ପଟ୍ଟନାୟକ ଉପରେ ନିର୍ଭର କରି ଦଳ ଚାଲିଥିଲା। ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ, ବୟସ ଆଉ କ୍ଷମତା ଆଧାରିତ ବ୍ୟବସ୍ଥାରେ ସେ ସଂଗଠନ ଚାଲିଥିଲା। କ୍ଷମତା ଚାଲିଗଲା ପରେ ତାଙ୍କ ବୟସ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏ ଦଳ ଯେ ଆଉ ସେଇ ବ୍ୟବସ୍ଥାରେ ଆଉ ତିଷ୍ଠି ପାରିବ ନାହିଁ, ତାହା ସେ ଦଳର ନେତାମାନେ ବି ଜାଣିଲେଣି, କର୍ମୀମାନେ ଜାଣିଲେଣି। ସେମାନଙ୍କ ମାନଙ୍କ ଭିତରେ ମଧ୍ୟ ଗୋଟାଏ ନୂତନ ବିକଳ୍ପ ପାଇଁ ଚିନ୍ତା ହେଉଛି। ଯାହା କହିଲେ ତାଙ୍କ ସାଥିରେ ଯୋଗାଯୋଗରେ ଅଛନ୍ତି, କିଛି ନିଶ୍ଚୟ କରିବେ। କାରଣ ସମସ୍ତେ ଯେଉଁମାନେ ରାଜନୀତି ଅଛନ୍ତି, ଯେଉଁମାନେ ୟଙ୍ଗର ଲୋକ, ତାଙ୍କର ପୁରା ଭବିଷ୍ୟତ ଚିନ୍ତା କରୁଛନ୍ତି। ସେ ଯୋଗାଯୋଗରେ ତାଙ୍କ ସାଥିରେ ବହୁତ ହେବେ। କାରଣ ମହମ୍ମଦ ମୁକିମ ଯିଏ ନୀରବ ବସିବେ ନାହିଁ, ସିଏ ଗୋଟେ କିଛି ରାଜନୈତିକ ବ୍ୟବସ୍ଥା କରିବେ ଏବଂ ସେଥିପାଇଁ ଗୋଟେ ସ୍ପେସ୍, ଶୂନ୍ୟ ସ୍ଥାନ ଗୋଟେ ଅଛି। କିନ୍ତୁ ଶୂନ୍ୟ ସ୍ଥାନ ସିଏ ପୂରଣ କରିପାରିବେ, କେଉଁମାନଙ୍କୁ ନେଇ ପୂରଣ କରିବେ, ସେଇଟା ବହୁତ ବଡ଼ ପ୍ରଶ୍ନବାଚୀ। ଆଜ୍ଞା, ସେ କରିପାରନ୍ତି ଏବଂ ତାଙ୍କୁ କେଉଁମାନେ ସହଯୋଗ କରିବେ ଏବଂ ସେଇଟା ଲୋକମାନଙ୍କ ଭିତରେ କି ବିଶ୍ୱାସ ସୃଷ୍ଟି କରିବ ତା ଉପରେ ବହୁତ କଥା ନିର୍ଭର କରିବ। କିନ୍ତୁ ଗୋଟିଏ ଶୂନ୍ୟ ସ୍ଥାନ ଅଛି। ଗୋଟେ ନୂଆ ରାଜନୈତିକ ବ୍ୟବସ୍ଥା ପାଇଁ ଓଡ଼ିଶାରେ ଗୋଟିଏ ଶୂନ୍ୟସ୍ଥାନ ଅଛି। କାରଣ କଂଗ୍ରେସ ସେହି ଅନୁସାରେ ଦେଖନ୍ତୁ, ଗତ ନିର୍ବାଚନରେ ଆର ଭୋଟ ଆଧାର 13%ରୁ କମିଯାଇଛି। ସେଇଠୁ ବଢ଼ିବା ପାଇଁ କଂଗ୍ରେସ ଦଳ ଯେଉଁ ପ୍ରଚେଷ୍ଟା ହେବା କଥା ସେଇଟା ହେଇପାରେନି। ତ ସେଇ ଦୃଷ୍ଟିରୁ ଗୋଟେ ସ୍ପେସ୍ ବିଜେଡି ଭାଙ୍ଗୁଛି ଇଏ। ତେଣୁ ଏଇ ଯେଉଁ ସ୍ପେସ୍ଟା ରହୁଛି, ତେଣୁ କିନ୍ତୁ ଲୋକ ତ ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାରେ, ସମାଜର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ସ୍ପେସ୍ କୁ ଲୋକ ରାଜନୀତିଟାକୁ ଦେଖନ୍ତି ଆଉ ରାଜନୀତିରେ ଏଇ ସ୍ପେସ୍ଟା ଖାଲି ରହିଯାଉଛି ଓଡ଼ିଶାରେ, ଯେହେତୁ ବିଜେଡି ତାର ଭୂମିକା ନେଇପାରୁନି ବା କଂଗ୍ରେସ ସେ ଅନୁସାରେ ଆଗକୁ ମଧ୍ୟ ଯାଉନି। ସେ ସ୍ପେସ୍ଟାକୁ ନେବା ପାଇଁ ବହୁତ ଲୋକ ଚେଷ୍ଟା କରୁଛନ୍ତି। ମହମ୍ମଦ ମୁକିମ ଭଳିଆ ଜଣେ ପୁରୁଖା କଂଗ୍ରେସ ନେତା ସେ ବହିଷ୍କୃତ ହୋଇଥିବାରୁ ମୁଁ ଭାବୁଛି ସେ ଇନିସିଏଟିଭଟା ସେ ନେଉଛନ୍ତି। ନାଇଁ ସିଏ କଟକରେ ଯେଉଁ ଆଜି ପର୍ଯ୍ୟନ୍ତ ତାଙ୍କର ପୋଷ୍ଟର ବାହାରିଛି ନୂଆ ବର୍ଷ ପାଇଁ ଅଭିନନ୍ଦନ ଲୋକମାନେ ଜଣାଇଛନ୍ତି, ସେଥିରେ ହାତ ଚିହ୍ନ ସେ ଏଇ ସାହସ ରଖିନାହାନ୍ତି ଯେ ମହମ୍ମଦ ମୁକିମ ଯେହେତୁ କଂଗ୍ରେସରୁ ବହିଷ୍କୃତ ହୋଇଯାନ୍ତି, ତାଙ୍କ ଫଟୋ ଥିବାରେ ହାତ ଚିହ୍ନ ରହିପାରିବନି। ତେଣୁ କିନ୍ତୁ ବିଧାୟିକା ହେଉଛନ୍ତି ସୋଫିଆ, ତାଙ୍କ ଝିଅ। ତେଣୁ ଉଭୟଙ୍କର ଫଟୋ ଥାଇକି, କାରଣ ଝିଅ ଜାଣିଛନ୍ତି ସିଏ ବିଧାୟିକା ଯେଉଁ ହେଇଛନ୍ତି, ବିଧାୟକ ଭାବରେ ତାର ମୁଖ୍ୟ ଭୂମିକା ହେଉଛି ମହମ୍ମଦ ମୁକିମଙ୍କର। ଏଇଟା ମଧ୍ୟ ସଂଗଠନ ମହମ୍ମଦ ମୁକିମଙ୍କର। ତେଣୁ ସେଇଟା ସିଧାସଳଖ ଭାବରେ ସେ ଅନୁସାରେ ସେ କରିଛନ୍ତି। ସେଥିରୁ ତାର ସୂଚନା ମିଳୁଛି ସେ ଗୋଟେ ଭିନ୍ନ ଚିନ୍ତାରେ ଅଛନ୍ତି, ରାଜନୀତି ଚିନ୍ତାରେ। ମୁଁ ମଧ୍ୟ ତାହା ଯାହା କଥାବାର୍ତ୍ତା କରି ଯାହା ବୁଝିଛି, ସେ ଗୋଟେ ଭିନ୍ନ ରାଜନୈତିକ ଚିନ୍ତାରେ ଅଛନ୍ତି। ଏଇ ଯେଉଁ ସ୍ପେସ୍ଟା ଖାଲି ହେଉଛି ଓଡ଼ିଶାରେ, ମୁଁ କହିଲି ସେ ସ୍ପେସ୍ଟାକୁ ପୂରଣ କରିବା ପାଇଁ ଉଦ୍ୟମ କରିବେ। କିନ୍ତୁ ତାଙ୍କୁ ଅନ୍ୟମାନେ ସେ କହୁଛନ୍ତି ତାଙ୍କ ଯୋଗାଯୋଗରେ କିଏ ଯୋଗାଯୋଗରେ ଅଛନ୍ତି, ସେମାନେ କେତେ ଦୂର ବାହାରିବେ। କାରଣ ଲୋକଙ୍କ ଭିତରେ ତ ବିଶ୍ୱାସ ସୃଷ୍ଟି କଲେ ଆପଣ ଯିବେ ଆଗକୁ ନା।
लोक भाई ना ये गोटे राजनीतिक प्लाटफर्म सेमती आगु अनेक छोट छोट दल भी ओडिशार होईची से माने लोक भितर कौन आशा सृष्टि करि पारि नाहांती किंतु सेतेबेले स्पेस नथिला किंतु वर्तमान गोटे स्पेस अछि सेतेबेले वर्तमान गोटे राज्य रे शून्य स्थान अछि सेते बीजेडी क्षमतार थिला बीजेपी मुख्य विरोधी दल रे थिला कांग्रेस मध्य भी एते दुर्बल नथिला तेनु स्पेस नथिला किंतु वर्तमान गोटे स्पेस सृष्टि हो जाइछि